କଳ୍ପନା କରନ୍ତୁ ଯେ ଏକ ବହୁତ ବଡ଼ ନିଷ୍ପତ୍ତି ନିଆଯାଉଛି, ମାନେ ହୁଏତ ଏକ ନୂଆ ସହରକୁ ବାସସ୍ଥାନ ବଦଳାଇବା କଥା କିମ୍ବା ଜୀବନର ସଞ୍ଚୟକୁ କେଉଁଠି ନିବେଶ କରିବା କଥା। ହଁ, ଏହା ତ ଏକ ସାଧାରଣ କଥା ଯୋଉଠି ଲୋକେ ବହୁତ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତି। ଠିକ୍ କହିଲେ। ଆଉ ସମସ୍ତଙ୍କୁ ଲାଗେ ଯେ ସେମାନେ ପୁରା ବିଶ୍ଳେଷଣ କରୁଛନ୍ତି, ତଥ୍ୟ ଯାଞ୍ଚ କରୁଛନ୍ତି ଆଉ ବହୁତ ବୁଦ୍ଧିମାନର ସହ ନିଷ୍ପତ୍ତି ନେଉଛନ୍ତି। କିନ୍ତୁ ଯଦି ମୁଁ କହେ ଯେ ଆମ ମସ୍ତିଷ୍କ ଆମ ସହିତ ଏକ ଲୁଚୁକାଳି ଖେଳ ଖେଳୁଛି, ତେବେ? ମାନେ ଆପଣ କହିବାକୁ ଚାହୁଁଛନ୍ତି ଯେ ଆମେ ଯାହା ଭାବୁଛୁ ତାହା ପ୍ରକୃତରେ ହେଉନାହିଁ? ଏକଦମ। ଆମେ ଭାବୁ ଯେ ଆମେ ଏକ କଠିନ ପ୍ରଶ୍ନର ସମାଧାନ କରୁଛୁ, କିନ୍ତୁ ପ୍ରକୃତରେ ମସ୍ତିଷ୍କ ଅଜାଣତରେ ସେହି କଠିନ ପ୍ରଶ୍ନଟିକୁ ଏକ ଅତି ସାଧାରଣ ଏବଂ ସହଜ ପ୍ରଶ୍ନ ସହିତ ବଦଳାଇ ଦେଇଥାଏ। ଆଉ ମଜା କଥା ହେଉଛି ଆମେ ତାହା ଜାଣି ମଧ୍ୟ ପାରୁନାହୁଁ। ମନୋବିଜ୍ଞାନରେ ଏହାକୁ ଗୁଣଧର୍ମ ପ୍ରତିସ୍ଥାପନ କିମ୍ବା ଆଟ୍ରିବ୍ୟୁଟ୍ ସବଷ୍ଟିଟ୍ୟୁସନ୍ କୁହାଯାଏ। ଯଦି ଏହାକୁ ଖଣ୍ଡ ଖଣ୍ଡ କରି ବୁଝିବା, ତେବେ ଆଟ୍ରିବ୍ୟୁଟ୍ ମାନେ ହେଉଛି କୌଣସି ଜିନିଷର ଏକ ଗୁଣ କିମ୍ବା ବୈଶିଷ୍ଟ୍ୟ। ଠିକ୍ ନା? ହଁ, ବିଲକୁଲ। ଯେପରିକି ଗୋଟିଏ କାରର ଆକାର କିମ୍ବା କୌଣସି ଜିନିଷର ମୂଲ୍ୟ କିମ୍ବା ରିସ୍କ। ବାସ୍ ସେୟା ହିଁ। ଆଉ ସବଷ୍ଟିଟ୍ୟୁସନ୍ ମାନେ ହେଉଛି ଗୋଟିଏ ଜିନିଷ ବଦଳରେ ଅନ୍ୟ ଏକ ଜିନିଷକୁ ରଖିବା ବା ରିପ୍ଲେସ୍ କରିବା। ତେଣୁ ଏହାର ପ୍ରକୃତ ଅର୍ଥ ହେଲା ଗୋଟିଏ ଜଟିଳ ଗୁଣ ବଦଳରେ ଏକ ସହଜ ଗୁଣକୁ ଗ୍ରହଣ କରିନେବା। ସମ୍ପୂର୍ଣ୍ଣ ଠିକ୍ କହିଲେ। ଏବଂ ଏଇ ଯୋଉ ଅଦଳବଦଳ ପ୍ରକ୍ରିୟା, ଏହା କେମିତି ହୁଏ ଜାଣିବା ବହୁତ ଜରୁରୀ। ଦେଖନ୍ତୁ, ଆମ ମସ୍ତିଷ୍କରେ ଦୁଇଟି ଅଲଗା ଅଲଗା ବିଚାର ପ୍ରକ୍ରିୟା ରହିଛି, ସିଷ୍ଟମ 1 ଆଉ ସିଷ୍ଟମ 2। ସିଷ୍ଟମ 1 ହେଉଛି ଅତ୍ୟନ୍ତ ଦ୍ରୁତ ଆଉ ସ୍ୱୟଂଚାଳିତ ଏବଂ ଏହା ଅଜାଣତାରେ କାମ କରେ। ଅନ୍ୟପକ୍ଷରେ ସିଷ୍ଟମ 2 ଟିକେ ଧୀର, ଯୁକ୍ତିଯୁକ୍ତ ଏବଂ ଏହା ଗଭୀର ବିଶ୍ଳେଷଣ କରେ। ଏହି ଆଟ୍ରିବ୍ୟୁଟ୍ ସବଷ୍ଟିଟ୍ୟୁସନ୍ ପ୍ରକ୍ରିୟାଟି ମୁଖ୍ୟତଃ ଆମ ମସ୍ତିଷ୍କର ସିଷ୍ଟମ 1 ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ଆଚ୍ଛା, ତେବେ ସିଷ୍ଟମ 1 ହେଉଛି ଏଠି ପ୍ରକୃତ ଖେଳାଳି। ମୋତେ ତ ଏହା ଏକ ଚତୁର ରାଜନେତାଙ୍କ ଭଳି ଲାଗୁଛି। ରାଜନେତା ମାନେ କେମିତି? ମାନେ ଆପଣ ଦେଖିଥିବେ, ଯେତେବେଳେ କୌଣସି ସାମ୍ବାଦିକ ଜଣେ ରାଜନେତାଙ୍କ କୌଣସି ଜଟିଳ ନୀତି ଉପରେ କଠିନ ପ୍ରଶ୍ନ ପଚାରନ୍ତି, ସେ କେବେ ହେଲେ ସିଧାସଳଖ ଉତ୍ତର ଦିଅନ୍ତି ନାହିଁ। ବରଂ ସେ ପ୍ରଶ୍ନକୁ ବୁଲେଇ ଦେଇ ଏକ ଏମିତି ସହଜ ପ୍ରଶ୍ନର ଉତ୍ତର ଦିଅନ୍ତି ଯେଉଁଥିରେ ସେ ଭଲ ଦେଖାଯିବେ। ଆଉ ଲୋକେ ଧରି ବି ପାରନ୍ତିନି। ଏକଦମ। ଆଉ ଆଶ୍ଚର୍ଯ୍ୟର କଥା ହେଲା, ଲୋକେ ଭାବନ୍ତି ଉତ୍ତର ମିଳିଗଲା। ଏହା ଏକ ଚମତ୍କାର ଉଦାହରଣ। ହଁ, ସିଷ୍ଟମ 1 ବିଲକୁଲ ସେହି ରାଜନେତାଙ୍କ ପରି କାମ କରେ, କିନ୍ତୁ ପାର୍ଥକ୍ୟ ହେଉଛି ରାଜନେତା ଏହା ଜାଣିଶୁଣି କରୁଛନ୍ତି ଆଉ ଆମ ମସ୍ତିଷ୍କ ଏହା ଅଜାଣତରେ କରୁଛି। ମାନେ ଆମେ ନିଜେ ହିଁ ଜାଣିପାରୁନାହୁଁ। ବିଲକୁଲ। ଫଳସ୍ୱରୂପ ନିଷ୍ପତ୍ତିଟି ପକ୍ଷପାତପୂର୍ଣ୍ଣ କିମ୍ବା ଭୁଲ ହୋଇଥିଲେ ମଧ୍ୟ ଆମର ପୂର୍ଣ୍ଣ ଆତ୍ମବିଶ୍ୱାସ ଥାଏ। ବାପରେ! ତାହେଲେ ଆମର ଯୋଉ ଦୃଢ଼ ଆତ୍ମବିଶ୍ୱାସ ଥାଏ, ତାହା ହୁଏତ ଏକ ସମ୍ପୂର୍ଣ୍ଣ ଭ୍ରମ ଉପରେ ଆଧାରିତ ହୋଇପାରେ। ଏହା ତ ଟିକେ ଡରେଇବା ବୋଲି କଥା। ଆସନ୍ତୁ ଏହାକୁ କିଛି ଦୈନନ୍ଦିନ ଉଦାହରଣ ଦେଇ ବୁଝିବା। ଦେଖନ୍ତୁ, ଯଦି ମୁଁ ଆପଣଙ୍କୁ ପଚାରେ ଆପଣ ନିଜ ସାମଗ୍ରିକ ଜୀବନରେ କେତେ ଖୁସି ଅଛନ୍ତି, ଏହି ପ୍ରଶ୍ନଟି ଶୁଣିବାକୁ ଯେତିକି ସାଧାରଣ ଲାଗୁଛି, ତାର ଉତ୍ତର ଖୋଜିବା ସେତିକି କଷ୍ଟକର। ଏକ ସମ୍ପୂର୍ଣ୍ଣ ଜୀବନକୁ ଗୋଟିଏ ମୁହୂର୍ତ୍ତରେ କିପରି ମାପିବେ? ସତ କଥା। କାରଣ ଏହାର ଉତ୍ତର ଦେବାକୁ ହେଲେ ଆପଣଙ୍କୁ ନିଜ ଜୀବନର ସବୁ ଦିଗ, ଆପଣଙ୍କର ପିଲାଦିନ, କ୍ୟାରିୟର, ସାଙ୍ଗସାଥୀ, ବିଫଳତା, ସ୍ୱାସ୍ଥ୍ୟ ଏବଂ ଭବିଷ୍ୟତର ଆଶା, ଏସବୁକୁ ଏକାଠି ଓଜନ କରିବାକୁ ପଡ଼ିବ। ଆଉ ଏତେ ସବୁ ଚିନ୍ତା କରିବାକୁ ବହୁତ ସମୟ ଲାଗିବ। ଏକଦମ। ଏହା ମସ୍ତିଷ୍କ ପାଇଁ ବହୁତ ଅଧିକ ତଥ୍ୟ। ତେଣୁ ସିଷ୍ଟମ 1 ତୁରନ୍ତ ଏହି ବୋଝକୁ ଖସାଇ ଦିଏ ଏବଂ ଏକ ବିକଳ୍ପ ପ୍ରଶ୍ନ ସାମ୍ନାକୁ ଆଣେ। ସେ ପଚାରେ, ବର୍ତ୍ତମାନ ଏହି ମୁହୂର୍ତ୍ତରେ ମୋତେ କେମିତି ଲାଗୁଛି, କିମ୍ବା ଆଜି ସକାଳେ ମୋ ସହିତ କ'ଣ ଘଟିଲା। ମାନେ ଯଦି ଆଜି ସକାଳେ ଟ୍ରାଫିକରେ କାହା ସହ ମୋର ଝଗଡ଼ା ହୋଇଥାଏ କିମ୍ବା ଅଫିସରେ ବସ୍ ମୋତେ ଗାଳି କରିଥାନ୍ତି, ତେବେ ମୋତେ ଲାଗିବ ଯେ ମୋର ପୁରା ଜୀବନଟା ବର୍ବାଦ ହୋଇଯାଇଛି। ହଁ, ଆଉ ଯଦି ଆଜି କେହି ଆପଣଙ୍କ ଡ୍ରେସର ପ୍ରଶଂସା କରିଦେଇଥାଏ? ତେବେ ତ ଉତ୍ତର ଆସିବ ଯେ ହଁ, ମୁଁ ଦୁନିଆର ସବୁଠାରୁ ସୁଖୀ ମଣିଷ। ମାନେ ଜୀବନର 30 କିମ୍ବା 40 ବର୍ଷର ଅନୁଭୂତି କେବଳ ଗୋଟିଏ ଦିନର ମୁଡ୍ ଉପରେ ନିର୍ଭର କରି ପ୍ରକାଶ ପାଇଯାଉଛି। ଏଇଟା ତ ବହୁତ ଆଶ୍ଚର୍ଯ୍ୟଜନକ କଥା। ଏବେ ମୁଁ ସେହି ବାସଯୋଗ୍ୟ ସହର କଥାଟି ଭାବୁଛି। ସେଇଟା କ'ଣ? ମାନେ ଏହି ସହରଟି ରହିବା ପାଇଁ ଭଲ କି ନାହିଁ ତାହା ଜାଣିବା ତାହୁରି ବଡ଼ କାମ। ଠିକ୍। ଗୋଟିଏ ସହର ବାସଯୋଗ୍ୟ କି ନୁହେଁ ତାହା ସ୍ଥିର କରିବା ପାଇଁ ପ୍ରକୃତରେ ଅନେକ ଜଟିଳ ପରିସଂଖ୍ୟାନର ଆବଶ୍ୟକତା ରହିଛି। ଅପରାଧ ହାର, ଅର୍ଥନୈତିକ ସ୍ଥିତି, ପାଣିପାଗର ପରିବର୍ତ୍ତନ, ସ୍ୱାସ୍ଥ୍ୟସେବା।
ଏସବୁ ବିଶ୍ଳେଷଣ କରିବା ଦରକାର। କିନ୍ତୁ କେହି ବି ସେହି ତଥ୍ୟ ବସି ପଢ଼ନ୍ତି ନାହିଁ। ଆମେ ତ ଖାଲି ଭାବୁ ଯେ ସେହି ସହରର ନାମ ଶୁଣିଲେ ମୋ ମନରେ କ'ଣ ଭାବନା ଆସୁଛି। ଯଦି ଗତଥର ବୁଲିବାକୁ ଯାଇଥିବା ବେଳେ ବାଟରେ କେହି ଜଣେ ହସିକି କଥା ହୋଇଥିଲା କିମ୍ବା ରାସ୍ତାକଡ଼ର କୌଣସି ଖାଦ୍ୟ ସ୍ୱାଦିଷ୍ଟ ଲାଗିଥିଲା। ତେବେ ସେହି ସହର ରହିବା ପାଇଁ ସ୍ୱର୍ଗ ପାଲଟିଯାଏ। କିନ୍ତୁ ଦେଖନ୍ତୁ, ଏଇଟା ତ ଗଲା ସହର କଥା। ମୁଁ ଭାବୁଛି ଏହି ପ୍ରକ୍ରିୟା ସବୁଠାରୁ ଭୟଙ୍କର ରୂପ ନିଏ ଆର୍ଥିକ ନିବେଶ କିମ୍ବା ଇନଭେଷ୍ଟମେଣ୍ଟ କ୍ଷେତ୍ରରେ। ଓଃ, ସେଠାରେ ତ ଏହା ବହୁତ ମାତ୍ରାରେ ଦେଖାଯାଏ। ହଁ, ଯେତେବେଳେ ଜଣେ ବ୍ୟକ୍ତି ବିଚାର କରେ ଯେ ଏହି ନିର୍ଦ୍ଦିଷ୍ଟ ଷ୍ଟକ୍ ବା କମ୍ପାନୀରେ ଟଙ୍କା ଲଗାଇବା କେତେ ବିପଦପୂର୍ଣ୍ଣ, ପ୍ରକୃତରେ ସେହି ବ୍ୟକ୍ତିଙ୍କୁ କମ୍ପାନୀର ବାଲାନ୍ସ ସିଟ୍, ଗତ 10 ବର୍ଷର ରେକର୍ଡ ଏବଂ ବଜାରର ଭବିଷ୍ୟତ ବିଶ୍ଳେଷଣ କରିବା କଥା। କିନ୍ତୁ ଆମେ ପ୍ରାୟତଃ ସେମିତି କରୁନା। ଆମେ ମୂଳ ପ୍ରଶ୍ନ ବଦଳରେ ପଚାରୁ, କାଲି ଖବରକାଗଜରେ ବା ଟିଭିରେ ଏହି କମ୍ପାନୀ ବିଷୟରେ କିଛି ଖରାପ ଖବର ଆସିଥିଲା କି? ଆଉ ଯଦି ଗତକାଲିର ଖବର ଭଲ ଥିଲା, ତେବେ 10 ବର୍ଷର ଖରାପ ରେକର୍ଡ ଥାଇ ବି ଆମକୁ ସେହି ନିବେଶ ସୁରକ୍ଷିତ ଲାଗେ। ମାନେ, ଏହା ବହୁତ ଚିନ୍ତାଜନକ। ଆମେ କେଉଁଠି ରହିବୁ, ଆମର ଜୀବନସାରା ରୋଜଗାର କେଉଁଠି ଖଟାଇବୁ, ଏହିସବୁ ବଡ଼ ନିଷ୍ପତ୍ତି କେବଳ କିଛି ସାଧାରଣ ଭାସମାନ ଅନୁଭୂତି ଦ୍ୱାରା ନିଆଯାଉଛି। ମସ୍ତିଷ୍କ ଏତେ ଶକ୍ତିଶାଳୀ, ତେବେ ଏହା ଜାଣିଶୁଣି ଆମକୁ ଏହି ଖାତକୁ କାହିଁକି ଠେଲି ଦେଉଛି? ଦେଖନ୍ତୁ, ଏହି କାରଣଟି ବୁଝିବାକୁ ହେଲେ ଆମକୁ ମାନବ କ୍ରମବିକାଶ ବା ଇଭଲ୍ୟୁସନ୍ ଆଡ଼କୁ ଦୃଷ୍ଟି ପକାଇବାକୁ ହେବ। ସିଷ୍ଟମ୍ 2କୁ ଚଲାଇବା ପାଇଁ ଶରୀରକୁ ବହୁତ ଅଧିକ ଶକ୍ତି ବା କ୍ୟାଲୋରି ଖର୍ଚ୍ଚ କରିବାକୁ ପଡ଼େ ଏବଂ ଏହା ଅତ୍ୟନ୍ତ ମନ୍ଥର। ଏବେ ଭାବନ୍ତୁ ଆମର ଲକ୍ଷ ଲକ୍ଷ ବର୍ଷ ତଳର କଥା। ଆମର ପୂର୍ବଜମାନେ ଘଞ୍ଚ ଜଙ୍ଗଲରେ ଶିକାର କରୁଥିଲେ। ହଠାତ୍ ପାଖବୁଦା ହଲିବାର ଶବ୍ଦ ଶୁଭିଲା। ହଁ, ସେତେବେଳେ ତ ଜଙ୍ଗଲରେ ବହୁତ ବିପଦ ଥିଲା। ଏକଦମ ସେହି ମୁହୂର୍ତ୍ତରେ ଯଦି ସେମାନେ ନିଜର ସିଷ୍ଟମ୍ 2 ବ୍ୟବହାର କରିବା ଆରମ୍ଭ କରିଥାନ୍ତେ, ଯେମିତିକି, ଆଚ୍ଛା, ବୁଦାଟି ହଲୁଛି, ପବନର ବେଗ ବୋଧହୁଏ ଘଣ୍ଟା ପ୍ରତି 10 କିଲୋମିଟର ଥିବ, ପବନର ଦିଗ ଏବଂ ବୁଦା ହଲିବାର ଦିଗ ଭିତରେ କିଛି ଅସାମଞ୍ଜସ୍ୟ ଅଛି କି, ସେଠାରେ ବାଘ ଲୁଚି ରହିବାର ସମ୍ଭାବନା କେତେ ପ୍ରତିଶତ? ଆରେ ବାପ୍ରେ, ଏତେ ସବୁ ହିସାବ କରୁ କରୁ ତ ବାଘ ତାଙ୍କୁ ନିଶ୍ଚିତ ଭାବେ ଖାଇସାରିଥାନ୍ତା। ତାହା ହିଁ ତ, ସେଠାରେ ତୁରନ୍ତ ପ୍ରତିକ୍ରିୟା ଦେବାର ଆବଶ୍ୟକତା ଥିଲା। ବଞ୍ଚିବା ପାଇଁ ଶୀଘ୍ର ନିଷ୍ପତ୍ତି ନେବା ଜରୁରୀ ଥିଲା। ତେଣୁ ସମୟ ଓ ଶକ୍ତି ବଞ୍ଚାଇବା ପାଇଁ ଆମର ମସ୍ତିଷ୍କ ସିଷ୍ଟମ୍ 1ର ସର୍ଟକଟ୍ ଉପରେ ନିର୍ଭର କରିବା ଶିଖିଲା। ମାନେ ସିଧା କଥା, ବୁଦା ହଲିଲା ମାନେ ବିପଦ ଅଛି। ହଁ, ସେଠାରେ ପବନ ଥିଲେ ବି କିଛି ଯାଏ ଆସେ ନାହିଁ। ଦୌଡ଼ିବା ହିଁ ସବୁଠୁ ବୁଦ୍ଧିମାନର କାମ ଥିଲା। ଏହି ସିଷ୍ଟମ୍ ଆମକୁ ବହୁତ ବର୍ଷ ଧରି ବଞ୍ଚାଇ ଆସିଛି। ଏଇଟା ଗୋଟେ ଭଲ ଯୁକ୍ତି। କିନ୍ତୁ ଏଇଠି ମୁଁ ଟିକେ ଭିନ୍ନ ମତ ରଖିବାକୁ ଚାହିଁବି, କାରଣ ଏଇ ଯୁକ୍ତି ମୋତେ ସମ୍ପୂର୍ଣ୍ଣ ଗ୍ରହଣଯୋଗ୍ୟ ଲାଗୁନାହିଁ। ଆଚ୍ଛା, କାହିଁକି? ଦେଖନ୍ତୁ, ଠିକ୍ ଅଛି, ଜଙ୍ଗଲରେ ଆମେ ଶୀଘ୍ର ଦୌଡ଼ିବା ଦରକାର ଥିଲା। କିନ୍ତୁ ବର୍ତ୍ତମାନ ଆମେ କଂକ୍ରିଟର ଜଙ୍ଗଲରେ ରହୁଛୁ। ଆମକୁ ପ୍ରତିଦିନ ବାଘର ରକ୍ଷା ପାଇବାକୁ ପଡ଼ୁନାହିଁ। ଆମର ସମସ୍ୟା ହେଲା ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ କରିବା, ସଠିକ୍ ବୀମା ବାଛିବା କିମ୍ବା କମ୍ପ୍ୟୁଟରରେ ଜଟିଳ କୋଡିଂ କରିବା। ହଁ, ଆଜିକାଲିର ସମସ୍ୟାଗୁଡ଼ିକ ଭିନ୍ନ। ଏଠାରେ ତ ସିଷ୍ଟମ୍ 2 ହିଁ ଆବଶ୍ୟକ ନା। ଆଉ ଦେଖିବାକୁ ଗଲେ ଡାକ୍ତର, ଇଞ୍ଜିନିୟର, ସେୟାର ମାର୍କେଟ ବିଶେଷଜ୍ଞ, ସେମାନେ ତ ପ୍ରତିଦିନ ନିଜର ସିଷ୍ଟମ୍ 2 ବ୍ୟବହାର କରି କଠିନ ନିଷ୍ପତ୍ତି ନେଉଛନ୍ତି। ଯଦି ଏହି ସର୍ଟକଟ୍ ଆଧୁନିକ ଦୁନିଆରେ ଏତେ କ୍ଷତିକାରକ, ତେବେ ଆମ ମସ୍ତିଷ୍କ ନିଜକୁ ଆଧୁନିକ ଜୀବନଶୈଳୀ ଅନୁସାରେ ଅପଗ୍ରେଡ୍ କାହିଁକି କରୁନାହିଁ? ଆପଣଙ୍କର ଏହି ପ୍ରଶ୍ନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମକୁ ଲାଗେ ଯେ ବିଶେଷଜ୍ଞମାନେ ସବୁବେଳେ ଯୁକ୍ତିଯୁକ୍ତ ନିଷ୍ପତ୍ତି ନିଅନ୍ତି, କିନ୍ତୁ ବାସ୍ତବତା ଟିକେ ଭିନ୍ନ। ଆଚ୍ଛା, ବାସ୍ତବତା କ'ଣ ତେବେ? ପ୍ରଥମ କଥା ହେଲା, ଜୈବିକ କ୍ରମବିକାଶ ବା ଇଭଲ୍ୟୁସନ୍ ଏକ ବହୁତ ଧୀର ପ୍ରକ୍ରିୟା। ସମାଜ ମାତ୍ର କିଛି 100 ବର୍ଷରେ ବଦଳି ଯାଇଛି, କିନ୍ତୁ ମସ୍ତିଷ୍କର ସଂରଚନା ବଦଳିବାକୁ ଲକ୍ଷ ଲକ୍ଷ ବର୍ଷ ଲାଗେ। ଓହୋ, ମାନେ ବ୍ରେନ୍ ଏବେ ବି ସେଇ ଜଙ୍ଗଲ ଯୁଗରେ ଅଛି। ଏକଦମ। ଆଉ ଦ୍ୱିତୀୟ କଥା, ଯେଉଁ ଡାକ୍ତର କିମ୍ବା ବିଶେଷଜ୍ଞଙ୍କ କଥା ଆପଣ କହିଲେ, ସେମାନେ ମଧ୍ୟ ଗୁଣଧର୍ମ ପ୍ରତିସ୍ଥାପନର ଶିକାର ହୁଅନ୍ତି। କାରଣ ସିଷ୍ଟମ୍ 2ର ଏକ ସୀମିତ ବ୍ୟାଟେରୀ ଅଛି। ବ୍ୟାଟେରୀ? ମାନେ ତାହା ଚାର୍ଜ ସରିଗଲେ ବନ୍ଦ ହୋଇଯାଏ? ହଁ, ଯେତେବେଳେ ଜଣେ ବିଶେଷଜ୍ଞ କ୍ଳାନ୍ତ ହୋଇଯାନ୍ତି କିମ୍ବା ମାନସିକ ଚାପରେ ଥାନ୍ତି, ସେତେବେଳେ ତାଙ୍କର ସିଷ୍ଟମ୍ 2 ଅଚଳ ହୋଇଯାଏ ଏବଂ ସିଷ୍ଟମ୍ 1 ତାର ସ୍ଥାନ ନେଇନିଏ। ଆଚ୍ଛା, ତାହେଲେ ଆମେ ଜାଣିଶୁଣି ଏହି ବିକଳ୍ପ ଗ୍ରହଣ କରୁନାହୁଁ, ବରଂ ଆମ ମସ୍ତିଷ୍କ ଚୁପଚାପ ଏହାକୁ ବଦଳାଇ ଦିଏ। ଆଚ୍ଛା, ଏବେ ମୁଁ ଏହି ପ୍ରକ୍ରିୟାଟି ପ୍ରକୃତରେ କେମିତି କାମ କରେ ତାହା ଜାଣିବାକୁ ଚାହୁଁଛି। ମାନେ, ଏହା କିପରି ହୁଏ? ଏହି ପ୍ରକ୍ରିୟାଟି 4ଟି ସ୍ତରରେ ହୋଇଥାଏ। ପ୍ରଥମେ ଏକ ଟାର୍ଗେଟ ପ୍ରଶ୍ନ ଦିଆଯାଏ। ଏହା ହେଉଛି ସେହି ପ୍ରକୃତ ପ୍ରସଙ୍ଗ ଯାହାର ବିଚାର କରିବା କଥା। ତାପରେ
ଦ୍ୱିତୀୟରେ ମନ ହୃଦୟଙ୍ଗମ କରେ ଯେ ଟାର୍ଗେଟ ପ୍ରଶ୍ନଟି ବହୁତ କଠିନ ଅଟେ, ଏହାକୁ ସମାଧାନ କରିବାକୁ ବହୁତ ତଥ୍ୟ ଦରକାର। ତୃତୀୟରେ ଶକ୍ତି ଏବଂ ସମୟ ବଞ୍ଚାଇଲା ପାଇଁ ମସ୍ତିଷ୍କ ଏକ ଭିନ୍ନ ପ୍ରଶ୍ନ ଖୋଜି ବାହାର କରେ, ଯାହାକେ ସହଜ ଏବଂ ମୂଳ ପ୍ରଶ୍ନ ସହ ସମ୍ପର୍କ ଥିବା ପରି ଅନୁଭବ ହୁଏ। ଆଉ ଶେଷରେ ମନ ସେହି ସହଜ ପ୍ରଶ୍ନର ଉତ୍ତର ଦିଏ ଆଉ ତାକୁ ହିଁ ଜଟିଳ ଟାର୍ଗେଟ ପ୍ରଶ୍ନର ଉତ୍ତର ଭାବରେ ବ୍ୟବହାର କରେ। ଏକଦମ ସଠିକ୍। ଆପଣ ଜାଣି ବି ପାରନ୍ତି ନାହିଁ ଯେ ଆପଣ ପ୍ରକୃତରେ କ'ଣ କଲେ। କିନ୍ତୁ ଏହା କ'ଣ ସବୁବେଳେ ହୁଏ? ଯଦି କେହି ପଚାରେ 2 ମିଶଣ 2 କେତେ, ମୁଁ ତ ପ୍ରଶ୍ନ ବଦଳାଇ ଦିଏ ନାହିଁ। ନା, ସବୁବେଳେ ନୁହେଁ। ଏହା କେବଳ 3ଟି ନିର୍ଦ୍ଦିଷ୍ଟ ସର୍ତ୍ତ ପୂରଣ ହେଲେ ହିଁ ଘଟିଥାଏ। ସେହି 3ଟି ସର୍ତ୍ତ କ'ଣ? ପ୍ରଥମଟି ହେଲା ଟାର୍ଗେଟ ଅଗମ୍ୟ ବା ଇନ୍ଆକ୍ସେସିବୁଲ ହୋଇଥିବ, ଅର୍ଥାତ୍ ମୂଳ ପ୍ରଶ୍ନଟି ଅତ୍ୟନ୍ତ ଜଟିଳ କିମ୍ବା ତାହାର ସମାଧାନ ପାଇଁ ଅତ୍ୟଧିକ ମାନସିକ ଶକ୍ତି ଆବଶ୍ୟକ ହେଉଥିବ। ଆଚ୍ଛା, ମାନେ ପ୍ରଶ୍ନଟି ସତରେ କଠିନ ହୋଇଥିବା ଦରକାର। ହଁ। ଦ୍ୱିତୀୟ ସର୍ତ୍ତଟି ହେଲା ଏକ ବିକଳ୍ପ ସହଜରେ ଉପଲବ୍ଧ ହେବା ଦରକାର। ଏକ ସମ୍ବନ୍ଧିତ ସହଜ ବିଚାର ଆପେ ଆପେ ମନକୁ ଆସିଯିବା ଉଚିତ, ଯାହାକି ସିଷ୍ଟମ 1 ଦ୍ୱାରା ପରିଚାଳିତ। ଆଉ ତୃତୀୟ ସର୍ତ୍ତଟି କ'ଣ? ତୃତୀୟ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣଟି ହେଲା ସିଷ୍ଟମ 2 ଧରିବାରେ ବିଫଳ ହେବା। ଓହୋ, ମାନେ ସିଷ୍ଟମ 2 ଶୋଇଯାଇଥିବ। ହଁ, ଯଦି ସିଷ୍ଟମ 2 କ୍ଲାନ୍ତ, ଅନ୍ୟମନସ୍କ କିମ୍ବା କେବଳ ଅଳସୁଆ ଥାଏ, ତେବେ ତାହା ଧରିପାରେ ନାହିଁ ଯେ ସିଷ୍ଟମ 1 ଏକ ଭିନ୍ନ ପ୍ରଶ୍ନର ଉତ୍ତର ଦେଇଛି। ଯଦି ସେ ସକ୍ରିୟ ଥାନ୍ତା, ତେବେ ସେ ଅଟକାଇ ଦିଅନ୍ତା। ଯଦି ଏହା ଏତେ ସ୍ୱୟଂଚାଳିତ, ତେବେ ଆମେ କ'ଣ ଏହାର ଶିକାର ହେବାକୁ ବାଧ୍ୟ କି? ଏହାକୁ ରୋକିବାର କିଛି ଉପାୟ ଅଛି କି? ଦେଖନ୍ତୁ, ଏହି ପ୍ରବୃତ୍ତିକୁ ସମ୍ପୂର୍ଣ୍ଣ ରୂପେ ଦୂର କରାଯାଇପାରିବ ନାହିଁ, କାରଣ ଆମେ ମସ୍ତିଷ୍କର ଗଠନ ବଦଳାଇ ପାରିବାନି, କିନ୍ତୁ ଏହାର ବେଗକୁ ମନ୍ଥର କରାଯାଇପାରିବ ନିଶ୍ଚୟ। ସେଥିପାଇଁ ଆମକୁ ନିଶ୍ଚୟ ସିଷ୍ଟମ 2କୁ ଜାଗ୍ରତ କରିବାକୁ ପଡ଼ିବ। ହଁ, ଆମକୁ ଏପରି କିଛି ଅଭ୍ୟାସ ସୃଷ୍ଟି କରିବାକୁ ପଡ଼ିବ, ଯାହା ସିଷ୍ଟମ 1ର କାର୍ଯ୍ୟକୁ 2 ଥର ଯାଞ୍ଚ କରିବାକୁ ବାଧ୍ୟ କରିବ। ସବୁଠାରୁ ଦରକାରୀ ଉପାୟ ହେଉଛି ନିଜକୁ ଏହି ପ୍ରଶ୍ନ ପଚାରିବା। କି ପ୍ରଶ୍ନ? ଯେ ମୁଁ ପ୍ରକୃତରେ କେଉଁ ସଠିକ୍ ପ୍ରଶ୍ନର ଉତ୍ତର ଦେବା କଥା ଆଉ ମୁଁ ପ୍ରକୃତରେ କେଉଁ ସହଜ ପ୍ରଶ୍ନର ଉତ୍ତର ଦେଉଛି। ଏହା ପଚାରିଲେ ସିଷ୍ଟମ 2 ଜାଗ୍ରତ ହୋଇଯିବ। ଆହା, ଏହା ଏକ ବଢ଼ିଆ ଏବଂ ଶକ୍ତିଶାଳୀ ଉପାୟ। ଟିକେ ଅଟକି ଯାଇ ନିଜକୁ ଏହି ପ୍ରଶ୍ନ ପଚାରିବା ଦରକାର। ଏହା ବହୁତ ଭୁଲରୁ ବଞ୍ଚାଇ ଦେବ। ନିଶ୍ଚିତ ଭାବରେ।